ରୋମିଓ 1:16 ପଦରେ ପ୍ରେରିତ ପାଉଲ ଲେଖନ୍ତି, କାରଣ ମୁଁ ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରେ ନାହିଁ, ଯେଣୁ ତାହା ପ୍ରତ୍ୟେକ ବିଶ୍ୱାସୀ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଶକ୍ତି ଅଟେ। ଅର୍ଥାତ୍ ଜଣେ ବ୍ୟକ୍ତି ଯେତେବେଳେ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଚାରରେ ବିଶ୍ୱାସ କରିଥାଏ, ସେତେବେଳେ ସେ ଈଶ୍ୱରଙ୍କ ଶକ୍ତି ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୋଇଥାଏ। ହଁ, ବାଇବେଲ ତ ଏହି ସତ୍ୟ ସୁସମାଚାର ଯାହାକି ମନୁଷ୍ୟର ପରିତ୍ରାଣ କରିଥାଏ, ଏହି ସୁସମାଚାର ବିଷୟରେ ତ ପ୍ରକାଶ କରୁଅଛି। କିନ୍ତୁ ବାଇବେଲ ଆଉ ଏକ ଭିନ୍ନ ସୁସମାଚାରର ମଧ୍ୟ ପ୍ରକାଶ କରୁଅଛି। ବାଇବେଲରେ ଏକ ଅନ୍ୟ ସୁସମାଚାର ବା ଏନଦର ଗସ୍ପେଲ କିମ୍ବା ଭିନ୍ନ ସୁସମାଚାର ବା ଏକ ଡିଫରେଣ୍ଟ ଗସ୍ପେଲର ମଧ୍ୟ ଉଲ୍ଲେଖ କରୁଅଛି। ସେହି ଅନ୍ୟ ସୁସମାଚାର ବା ଭିନ୍ନ ସୁସମାଚାର କ'ଣ ଅଟେ? ପ୍ରଥମେ ଆମ୍ଭେମାନେ ଜାଣିବା ଯେ ଯେଉଁ ସୁସମାଚାର ଦ୍ୱାରା ଆମମାନଙ୍କର ପରିତ୍ରାଣ ହୋଇଥାଏ, ସେହି ସଠିକ୍ ବା ସତ୍ୟ ସୁସମାଚାର କ'ଣ ଅଟେ? ପ୍ରଥମ କରନ୍ତୀୟ 15:1-4 ପଦ ଯୀଶୁଖ୍ରୀଷ୍ଟଙ୍କ ସତ୍ୟ ସୁସମାଚାରକୁ ଅତି ଉତ୍ତମ ଭାବେ ବର୍ଣ୍ଣନା କରିଥାଏ। ତାହା ହେଉଛି, ଶାସ୍ତ୍ର ଅନୁସାରେ ଖ୍ରୀଷ୍ଟ ଆମ୍ଭମାନଙ୍କ ପାପ ନିମନ୍ତେ ମୃତ୍ୟୁଭୋଗ କଲେ, ସମାଧି ପ୍ରାପ୍ତ ହେଲେ, ତୃତୀୟ ଦିବସରେ ଉତ୍ଥିତ ହେଲେ। ଏହି ସତ୍ୟ ସୁସମାଚାର ହିଁ ମନୁଷ୍ୟର ପରିତ୍ରାଣ କରିଥାଏ। ଏହା ହେଉଛି ସେହି ଗୁଡ୍ ନ୍ୟୁଜ୍ ବା ସୁସମାଚାର ଯେଉଁଥିରେ ବିଶ୍ୱାସ କରି ଜଣେ ପାପୀ ମନୁଷ୍ୟ କ୍ଷମା ପ୍ରାପ୍ତ ହୋଇପାରିବ ଓ ସ୍ୱର୍ଗକୁ ଯାଇପାରିବ। କାରଣ ଯୀଶୁଖ୍ରୀଷ୍ଟ ପାପୀର ପରିତ୍ରାଣ ନିମନ୍ତେ ଆବଶ୍ୟକ ଥିବା ପ୍ରତ୍ୟେକ ବା ସମସ୍ତ କାର୍ଯ୍ୟ କ୍ରୁଶରେ ସମାପନ କରିଅଛନ୍ତି। ମନୁଷ୍ୟ ଯୀଶୁଖ୍ରୀଷ୍ଟଙ୍କର ଏହି ସୁସମାଚାରରେ ବିଶ୍ୱାସ କରି ପରିତ୍ରାଣ ପାଇଥାଏ। ଏବଂ ସବୁଠାରୁ ମୁଖ୍ୟ ବିଷୟ, ମନୁଷ୍ୟ କେବେ ମଧ୍ୟ କୌଣସି ଧର୍ମକର୍ମ ଦ୍ୱାରା, ନିଜସ୍ୱ କର୍ମ ଦ୍ୱାରା ଏହି ପରିତ୍ରାଣ ପାଇପାରିବ ନାହିଁ। କାରଣ ବାଇବେଲ ଅନୁସାରେ ଏହି ଜଗତରେ ଧାର୍ମିକ କେହି ମଧ୍ୟ ନାହାନ୍ତି। ତେଣୁକରି ପାଉଲ ଲେଖନ୍ତି, କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ। ତାହା ତୁମ୍ଭମାନଙ୍କ ନିଜଠାରୁ ହୋଇନାହିଁ, ତାହା ଈଶ୍ୱରଙ୍କ ଦାନ, କ୍ରିୟାକର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ। ଏହା ହେଉଛି ସତ୍ୟ ସୁସମାଚାର, ଯଦ୍ୱାରା ଏକ ବ୍ୟକ୍ତି ପରିତ୍ରାଣ ପ୍ରାପ୍ତ ହୋଇଥାଏ ଏବଂ ତାହା ମଧ୍ୟ ସେ ବିଶ୍ୱାସ ଦ୍ୱାରା ଅନୁଗ୍ରହରେ ପ୍ରାପ୍ତ ହୋଇଥାଏ। ବର୍ତ୍ତମାନ ଦେଖିବା ସେହି ଭିନ୍ନ ସୁସମାଚାର ବା ଡିଫରେଣ୍ଟ ଗସ୍ପେଲ କ'ଣ ଅଟେ। ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:8 ପଦରେ ଏପରି ଲେଖାଯାଏ, କିନ୍ତୁ ଯେଉଁ ସୁସମାଚାର ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ, ଯଦି ଆମ୍ଭେମାନେ କିମ୍ବା ସ୍ୱର୍ଗଦୂତ ହେଲେ ମଧ୍ୟ କେହି ତଦ୍ଭିନ୍ନ ଅନ୍ୟ ସୁସମାଚାର ପ୍ରଚାର କରେ, ତେବେ ସେ ଶାପଗ୍ରସ୍ତ ହେଉ। 6 ଏବଂ 7 ପଦରେ ସେ ଲେଖୁଅଛନ୍ତି, ଖ୍ରୀଷ୍ଟଙ୍କ ଅନୁଗ୍ରହରେ ଯେ ତୁମ୍ଭମାନଙ୍କୁ ଆହ୍ୱାନ କଲେ, ତାହାଙ୍କଠାରୁ ତୁମ୍ଭେମାନେ ଯେ ଏଡ଼େ ଶୀଘ୍ର ବିମୁଖ ହୋଇ ଅନ୍ୟ ସୁସମାଚାର ପ୍ରତି ଅନୁରକ୍ତ ହେଉଅଛ, ଏଥିରେ ମୁଁ ଚମତ୍କୃତ ହେଉଅଛି। ତାହା ଅନ୍ୟ ସୁସମାଚାର ସୁଦ୍ଧା ନୁହେଁ, କେବଳ କେତେକ ତୁମ୍ଭମାନଙ୍କୁ ଅସ୍ଥିର କରୁଅଛନ୍ତି ଓ ଖ୍ରୀଷ୍ଟଙ୍କ ସୁସମାଚାରକୁ ବିକୃତ କରିବାକୁ ଇଚ୍ଛା କରୁଅଛନ୍ତି। ଅତଏବ ଏହି ଭିନ୍ନ ସୁସମାଚାର ବା ଗାଲାତୀୟ ମଣ୍ଡଳୀରେ ଯେଉଁ ବିକୃତ ଅର୍ଥରେ ପ୍ରକାଶ କରୁଥିବା ଖ୍ରୀଷ୍ଟଙ୍କର ଏକ ଭିନ୍ନ ସୁସମାଚାର କ'ଣ ଥିଲା? ଆମ୍ଭେମାନେ ପ୍ରଥମରେ ଯେପରି ଦେଖିଗଲୁ, ସେହି ସତ୍ୟ ସୁସମାଚାର ଯାହା ଆମ୍ଭମାନଙ୍କୁ ପରିତ୍ରାଣ ଦେଇଥାଏ, ସେହି ସତ୍ୟ ସୁସମାଚାରରେ ଯେତେବେଳେ ଜଣେ ବ୍ୟକ୍ତି ବିଶ୍ୱାସ କରେ, ସେତେବେଳେ ପରମେଶ୍ୱରଙ୍କ ଠାରୁ ପରିତ୍ରାଣ ବିନା ମୂଲ୍ୟରେ ବା ଅନୁଗ୍ରହରେ ଦାନ ସ୍ୱରୂପେ ପାଇଥାଏ। ଜଣେ ବ୍ୟକ୍ତି ପରିତ୍ରାଣ ପାଇବାକୁ ହେଲେ କେବଳ ଯୀଶୁଖ୍ରୀଷ୍ଟଙ୍କର ସୁସମାଚାରରେ ବିଶ୍ୱାସ କରିବାକୁ ପଡ଼ିଥାଏ। କୌଣସି ଧର୍ମକର୍ମ ବା ବ୍ୟବସ୍ଥା ପାଳନ ଦ୍ୱାରା ପରିତ୍ରାଣ ପାଇ ନଥାଏ, ଯାହାକି ପ୍ରେରିତ ପାଉଲ ମଧ୍ୟ ଏହି ଗାଲାତୀୟ ମଣ୍ଡଳୀର ଲୋକମାନଙ୍କ ନିମନ୍ତେ ପ୍ରଚାର କରିଥିଲେ। କିନ୍ତୁ ବର୍ତ୍ତମାନ ସେହି ଲୋକମାନଙ୍କ ମଧ୍ୟରେ କେତେକ ଭଣ୍ଡ ଶିକ୍ଷକମାନେ ସତ୍ୟ ସୁସମାଚାରକୁ ବିକୃତ କରି ଅନୁଗ୍ରହ ଓ ବିଶ୍ୱାସ ସହିତ ବ୍ୟବସ୍ଥାର ଧର୍ମକର୍ମ ଗୁଡ଼ିକୁ ମଧ୍ୟ ଯୋଗ କରୁଅଛନ୍ତି ପରିତ୍ରାଣ ପାଇବା ନିମନ୍ତେ, ଯାହାକି ପାଉଲଙ୍କ ଦ୍ୱାରା ପ୍ରଚାରିତ ସତ୍ୟ ସୁସମାଚାରର ବିପରୀତ ଓ ଭିନ୍ନ ଅଟେ। ଅର୍ଥାତ୍ ଏକ ଭିନ୍ନ ସୁସମାଚାର ହେଉଛି ତାହା ଯାହାକି ପରିତ୍ରାଣ ନିମନ୍ତେ ଆବଶ୍ୟକ ସତ୍ୟ ସୁସମାଚାରକୁ ବିକୃତ କରିଥାଏ ଏବଂ ଯେଉଁ ସତ୍ୟ ସୁସମାଚାର ଦ୍ୱାରା ପରିତ୍ରାଣ ଅନୁଗ୍ରହରେ ଓ ବିଶ୍ୱାସରେ
ପାଇବାକୁ ହେବ, ତହିଁରେ ବ୍ୟବସ୍ଥାର ବା ମନୁଷ୍ୟର ଉଦ୍ୟମ ବା ଧର୍ମକର୍ମକୁ ଯୋଗ କରିଥାଏ। ଏବଂ ଧର୍ମକର୍ମ ଦ୍ୱାରା ବା ବ୍ୟବସ୍ଥା ଦ୍ୱାରା ମନୁଷ୍ୟ କେବେ ବି ପରିତ୍ରାଣ ନିଜଠାରୁ ଅର୍ଜନ କରିପାରିବ ନାହିଁ। ତେଣୁକରି ଏହି ବାକ୍ୟ ଅନୁସାରେ ପାପୀ ମନୁଷ୍ୟମାନଙ୍କର ପରିତ୍ରାଣ ନିମନ୍ତେ ଯେଉଁ ସତ୍ୟ ସୁସମାଚାରର ଆବଶ୍ୟକତା ରହିଅଛି ଓ ତାହା ପାଇବାକୁ ହେଲେ କେବଳ ବିଶ୍ୱାସ, କେବଳ ଅନୁଗ୍ରହର ଯେଉଁ ଦରକାର ଅଛି, ବାଇବଲ ଅନୁସାରେ ସେହି ସୁସମାଚାରର ଯିଏ ବିକୃତ ଅର୍ଥ ପ୍ରଚାର କରିବ ବା ଏକ ଭିନ୍ନ ସୁସମାଚାର ପ୍ରଚାର କରିବ, ତାହା ହେଲେ ବାଇବେଲ ଅନୁସାରେ ସେ ଶାପଗ୍ରସ୍ତ ହେବ। ଅତଏବ ଗାଲାତୀୟ 1 ପର୍ବ ଅନୁସାରେ ପ୍ରଚାରକମାନେ ସେତେବେଳେ ପୁଣି ଆଜି ମଧ୍ୟ ଯଦି ସତ୍ୟ ସୁସମାଚାର ଶୁଣି କେବଳ ବିଶ୍ୱାସରେ ଅନୁଗ୍ରହ ଦ୍ୱାରା ଜଣେ ବ୍ୟକ୍ତି ଯେଉଁ ପରିତ୍ରାଣ ପାଇବାକୁ ହେବ, ତହିଁରେ ସେମାନେ ଯଦି ନିଜର ଧର୍ମକର୍ମ ଅବା ବ୍ୟବସ୍ଥା ମଧ୍ୟ ଦରକାର ବୋଲି ସେସବୁକୁ ଯୋଗ କରୁଅଛନ୍ତି, ଅର୍ଥାତ୍ ପରିତ୍ରାଣ ପାଇଁ କେବଳ ସୁସମାଚାରରେ ବିଶ୍ୱାସ ନୁହେଁ ବରଂ ଧର୍ମକର୍ମ ମଧ୍ୟ ନିତାନ୍ତ ଆବଶ୍ୟକ ବୋଲି ଯଦି ପ୍ରଚାର କରି କହୁଅଛନ୍ତି, ସେମାନେ ଏକ ଭିନ୍ନ ସୁସମାଚାର ପ୍ରଚାର କରୁଅଛନ୍ତି। ପାଉଲ ଯେଉଁ ଯୀଶୁଖ୍ରୀଷ୍ଟଙ୍କ ସତ୍ୟ ସୁସମାଚାର ପ୍ରଦାନ କରିଅଛନ୍ତି ତାହାକୁ ବିକୃତ କରୁଅଛନ୍ତି ଏବଂ ଏହି ବାକ୍ୟାଂଶ ଅନୁସାରେ ସେମାନେ ଶାପଗ୍ରସ୍ତ ଅଟନ୍ତି। ତେଣୁକରି ପ୍ରତ୍ୟେକ ସୁସମାଚାର ପ୍ରଚାରକମାନେ ଖୁବ୍ ଯତ୍ନବାନ ହେବା ଆବଶ୍ୟକ ରହିଅଛି। ବାଇବେଲରେ ଏପରି ଅନ୍ୟ ଏକ ପଦ ଦେଖିବାକୁ ପାଇଥାଉ, ଯାହା 2 କରିନ୍ଥୀୟ 11 ପର୍ବର 4 ପଦରେ ଲେଖାଯାଇଅଛି। ସେଠାରେ ଏପରି ଲେଖାଯାଏ, କାରଣ ଯେଉଁ ଯୀଶୁଙ୍କୁ ଆମ୍ଭେମାନେ ପ୍ରଚାର କଲୁ ନାହିଁ, ଏପରି ଅନ୍ୟ ଯୀଶୁଙ୍କୁ ଯଦି କେହି ଆସି ପ୍ରଚାର କରେ, ବା ଯେଉଁ ଆତ୍ମା ତୁମ୍ଭେମାନେ ପ୍ରାପ୍ତ ହେଲ ନାହିଁ, ଏପରି ଅନ୍ୟ ଏକ ଆତ୍ମା ପ୍ରାପ୍ତ ହୁଅ, ଅବା ଯେଉଁ ସୁସମାଚାର ତୁମ୍ଭେମାନେ ଗ୍ରହଣ କଲ ନାହିଁ, ଏପରି ଅନ୍ୟ ଏକ ସୁସମାଚାର ପ୍ରାପ୍ତ ହୁଅ, ତାହା ହେଲେ ତୁମ୍ଭେମାନେ ତ ବଡ଼ ସହିଷ୍ଣୁ। ଏଠାରେ ମଧ୍ୟ ପାଉଲ ସେ ଚେତାବନୀ ଦେଉଅଛନ୍ତି ଯେ ଅନ୍ୟ ଯୀଶୁଙ୍କର ପ୍ରଚାର, ଅନ୍ୟ ଆତ୍ମାଙ୍କର ପ୍ରଚାର ଏବଂ ଅନ୍ୟ ଏକ ସୁସମାଚାରର ପ୍ରଚାର। ସଂକ୍ଷିପ୍ତ ଭାବେ କହିବାକୁ ଗଲେ ଏହି ପଦରେ ଯେଉଁ ଅନ୍ୟ ସୁସମାଚାର, ଅନ୍ୟ ଯୀଶୁ ଏବଂ ଅନ୍ୟ ଆତ୍ମାଙ୍କ ବିଷୟରେ ଉଲ୍ଲେଖ ହୋଇଅଛି, ଏ ସମସ୍ତ ବିଷୟ ଦେଖାଯାଇଥାଏ ଭଣ୍ଡ ଶିକ୍ଷା ଦଳମାନଙ୍କ ଠାରେ, ଯେପରିକି ଜିହୋଭାସ୍ ୱିଟନେସେସ୍, ମର୍ମୋନିଜମ୍, ୱାନେସ୍ ପେଣ୍ଟିକୋଷ୍ଟାଲିଜମ୍, ମଦର ଜେରୁସାଲମ ବା ମାତା ପରମେଶ୍ୱରଙ୍କ ଦଳ କିମ୍ବା ବ୍ରାହ୍ମଣିଜମ୍, ଏପରିକି ଖ୍ରୀଷ୍ଟିଆନ କଲ୍ଟ ବା ଖ୍ରୀଷ୍ଟିଆନ ଭଣ୍ଡ ଶିକ୍ଷା ଦଳମାନେ ଏକ ଅନ୍ୟ ଯୀଶୁଙ୍କର, ଏକ ଅନ୍ୟ ଆତ୍ମାଙ୍କର, ଏକ ଅନ୍ୟ ସୁସମାଚାରର ଶିକ୍ଷା ଦେଇଥାନ୍ତି, ଯାହାକି ବାଇବଲରେ ଯୀଶୁଙ୍କର ଯେଉଁ ଗୁଣ ବା ସ୍ୱଭାବ ରହିଅଛି ସେସବୁକୁ ବିକୃତ କରିଥାନ୍ତି। ଯୀଶୁ ଖ୍ରୀଷ୍ଟଙ୍କର ଈଶ୍ୱରତ୍ୱକୁ ଅସ୍ୱୀକାର କରିଥାନ୍ତି। ପବିତ୍ର ଆତ୍ମାଙ୍କର ମଧ୍ୟ ଈଶ୍ୱରତ୍ୱକୁ ଓ ବ୍ୟକ୍ତିତ୍ୱକୁ ସେମାନେ ଅସ୍ୱୀକାର କରିଥାନ୍ତି। ସେମାନେ ଏକ ଅନ୍ୟ ଆତ୍ମାର ପ୍ରଚାର କରିଥାନ୍ତି ଏବଂ ସେମାନେ ପରିତ୍ରାଣର ମଧ୍ୟ ଭିନ୍ନ ଭିନ୍ନ ଉପାୟ ସବୁ ସେମାନେ ପ୍ରକାଶ କରିଥାନ୍ତି। ଧର୍ମକର୍ମ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହେବା ନିମନ୍ତେ ସେମାନେ ଶିକ୍ଷା ଦେଇଥାନ୍ତି। ଅତଏବ ଆଜିର ଏହି 2ଟି ପଦକୁ ଆପଣମାନେ ଧ୍ୟାନ କରନ୍ତୁ ଏବଂ ଆଜିର ଆଲୋଚନା ଅନୁସାରେ ଆମ୍ଭେମାନେ ସମସ୍ତେ ଯୀଶୁଖ୍ରୀଷ୍ଟଙ୍କର ସେହି ସତ୍ୟ ସୁସମାଚାରକୁ ବୁଝିବାକୁ ପଡ଼ିବ ଓ ମିଥ୍ୟା ସୁସମାଚାରରୁ ବା ସେହି ଅନ୍ୟ ସୁସମାଚାର ବା ଭିନ୍ନ ସୁସମାଚାରରୁ ନିଜକୁ ପୃଥକ କରିବାକୁ ପଡ଼ିବ। ଏବଂ ଯେଉଁମାନେ ସେହି ଅନ୍ୟ ସୁସମାଚାର ବା ଭିନ୍ନ ସୁସମାଚାର ପ୍ରଚାର କରୁଅଛନ୍ତି, ସେମାନେ ସତର୍କତାର ସହିତ ସେସବୁ ପ୍ରଚାର ବନ୍ଦ କରି ସତ୍ୟ ସୁସମାଚାର ଯାହାକି ବାଇବଲରେ ଲିଖିତ ହୋଇଅଛି ସେସବୁକୁ ବିକୃତ ନ କରି ଯାହା ଲେଖା ଅଛି ତଦ୍ରୂପ ପ୍ରଚାର କରନ୍ତୁ।